ଚିତ୍ତୋରକୁ ଆକବରଙ୍କ ସେନା ଅଧିକାର କରିନେଇଥିଲା। ମହାରାଣା ପ୍ରତାପ ଆରାବଳୀ ପର୍ବତର ବନ ମଧ୍ୟରେ ନିଜ ପରିବାର ତଥା ରାଜପୁତ ସୈନିକମାନଙ୍କ ସହିତ ଏଣେତେଣେ ବୁଲୁଥିଲେ। ମହାରାଣା ତଥା ତାଙ୍କର ଛୋଟ ଛୋଟ ପିଲାମାନଙ୍କୁ କେବେ କେବେ 2-3 ଦିନ ପର୍ଯ୍ୟନ୍ତ ଘାସ ମଞ୍ଜିର ରୁଟି ମଧ୍ୟ ମିଳୁନଥିଲା। ଚିତ୍ତୋରର ମହାରାଣା ତଥା ସୁବର୍ଣ୍ଣ ପଲ୍ଲଙ୍କରେ ଶୋଉଥିବା ତାଙ୍କ ପିଲାମାନେ ଭୋକ ଉପାସରେ ପର୍ବତର ଗୁମ୍ଫାରେ ରହି ଘାସ ଓ ପତ୍ର ଖାଉଥିଲେ ଏବଂ ପଥରର ଚଟାଣରେ ଶୋଉଥିଲେ। ମାତ୍ର ମହାରାଣା ପ୍ରତାପକୁ ଏସବୁ କଷ୍ଟ ପାଇଁ ଚିନ୍ତା ନଥାଏ। ତାଙ୍କୁ କେବଳ ଗୋଟିଏ ନିଶା ଘାରିଥାଏ ଯେ ଶତ୍ରୁମାନଙ୍କ କବଳରୁ ନିଜ ଦେଶ ଚିତ୍ତୋରର ପବିତ୍ର ଭୂମିକୁ କିପରି ଉଦ୍ଧାର କରିବେ। କାହା ପାଖରେ କାର୍ଯ୍ୟ କରିବାର ସରଞ୍ଜାମ ନଥିଲେ କେବଳ ତା'ର ଉତ୍ସାହ କି କାମରେ ଆସିବ। ମହାରାଣା ପ୍ରତାପ ଓ ଅନ୍ୟ କେତେକ ସୈନିକ ମଧ୍ୟ କିଛି ଦିନ ଭୋକିଲା ରହିପାରିଥାନ୍ତେ, କିନ୍ତୁ ଭୋକିଲା ରହି ଯୁଦ୍ଧ କରିବା ସମ୍ଭବ ହେବ କିପରି? ଘୋଡ଼ାମାନଙ୍କ ପାଇଁ, ଅସ୍ତ୍ରଶସ୍ତ୍ର ପାଇଁ, ସୈନିକମାନଙ୍କୁ ଖାଇବାକୁ ଦେବା ପାଇଁ ତ ଧନ ଦରକାର। ମହାରାଣାଙ୍କ ପାଖରେ କାଣି କଉଡ଼ିଟିଏ ବି ନଥିଲା। ତାଙ୍କର ରାଜପୁତ ଓ ଭିଲ୍ଲ ଜାତିର ସୈନିକମାନେ ଦେଶ ପାଇଁ ଆତ୍ମୋତ୍ସର୍ଗ କରିବାକୁ ପ୍ରସ୍ତୁତ ଥିଲେ। ସେହି ଦେଶଭକ୍ତ ବୀରମାନେ ସିନା ବେତନ ନେଉନଥିଲେ, ମାତ୍ର ଧନ ବିନା ଘୋଡ଼ା କେଉଁଠୁ ଆସିବେ? ଅସ୍ତ୍ରଶସ୍ତ୍ର କିପରି ତିଆରି ହେବ? ସୈନ୍ୟମାନଙ୍କୁ ଓ ଘୋଡ଼ାମାନଙ୍କୁ ଖାଦ୍ୟ କିପରି ଦିଆଯିବ? ଏତିକି ବ୍ୟବସ୍ଥା ନହେଲେ ଦିଲ୍ଲୀର ବାଦଶାହଙ୍କ ସହିତ ଯୁଦ୍ଧ ଚାଲିବ କିପରି? ମହାରାଣା ପ୍ରତାପ ଅତ୍ୟନ୍ତ ନିରାଶ ହୋଇପଡ଼ିଲେ। ଶେଷରେ ଦିନେ ସେ ନିଜ ସର୍ଦ୍ଦାରଙ୍କ ଠାରୁ ବିଦାୟ ନେଇ ଅନ୍ୟତ୍ର ଯିବାକୁ ବାହାରିଲେ। ଭିଲ୍ଲମାନଙ୍କୁ ବୁଝାଇ ସୁଝାଇ ଫେରାଇ ଦେଲେ। ପ୍ରାଣଠାରୁ ଅଧିକ ପ୍ରିୟ ଜନ୍ମଭୂମିକୁ ଛାଡ଼ି ମହାରାଣା ରାଜସ୍ଥାନ ବାହାରକୁ ଚାଲିଯିବାକୁ ପ୍ରସ୍ତୁତ ହେଲେ। ଯେତେବେଳେ ମହାରାଣା କ୍ରନ୍ଦନରତ ସର୍ଦ୍ଦାରଙ୍କୁ ଛାଡ଼ି ମହାରାଣୀ ଓ ପିଲାମାନଙ୍କୁ ସଙ୍ଗରେ ଧରି ଜଙ୍ଗଲି ରାସ୍ତାରେ ଯାଉଥିଲେ, ସେତିକିବେଳେ ତାଙ୍କ ମନ୍ତ୍ରୀ ଭାମ ସାହା ଘୋଡ଼ା ଦୌଡ଼ାଇ ଦୌଡ଼ାଇ ଆସିଲେ ଓ ଘୋଡ଼ାରୁ ଡେଇଁପଡ଼ି ମହାରାଣାଙ୍କ ପାଦତଳେ ପଡ଼ିଯାଇ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲେ ଏବଂ କହିଲେ, ଆପଣ ଆମ୍ଭମାନଙ୍କୁ ଅନାଥ କରି କୁଆଡ଼େ ଯାଉଛନ୍ତି? ମହାରାଣା ପ୍ରତାପ ଭାମ ସାହାଙ୍କୁ ଉଠାଇ କୁଣ୍ଢାଇ ପକାଇଲେ ଓ ଲୁହ ଝରାଇ କହିଲେ, ଭାଗ୍ୟ ତ ଆମକୁ ସାହାଯ୍ୟ କରୁନାହିଁ, ଆଉ ଏଠି ପଡ଼ି ରହିଲେ କି ଲାଭ? ସେଥିପାଇଁ ମୁଁ ଜନ୍ମଭୂମି ଛାଡ଼ି ଚାଲିଯାଉଛି। କେଉଁଠୁ କିଛି ଧନ ମିଳିଗଲେ ତାହାଦ୍ୱାରା ସୈନ୍ୟ ଏକତ୍ର କରି ଚିତ୍ତୋର ଉଦ୍ଧାର କରିବାକୁ ପୁଣି ଫେରି ଆସିବି। ତୁମେମାନେ ସେ ପର୍ଯ୍ୟନ୍ତ ଧୈର୍ଯ୍ୟ ଧର। ଭାମ ସାହା ହାତ ଯୋଡ଼ି କହିଲେ, ମହାରାଣା, ଆପଣ ମୋର ଗୋଟିଏ ପ୍ରାର୍ଥନା ମାନି ନିଅନ୍ତୁ। ରାଣା ପ୍ରତାପ ଅତି ସ୍ନେହରେ କହିଲେ, ମନ୍ତ୍ରୀ, ମୁଁ ତୁମର କୌଣସି କଥାକୁ କେବେ କ'ଣ ଏଡ଼ାଇ ଦେଇଛି? ଭାମ ସାହାଙ୍କ ପଛେ ପଛେ ବହୁତ ସେବକ ଘୋଡ଼ା ପିଠିରେ କେତେ ବସ୍ତା ସୁନା ମୋହର ଲଦି ଆଣିଥିଲେ। ଭାମ ସାହା ମହାରାଣାଙ୍କ ସମ୍ମୁଖରେ ସେଗୁଡ଼ିକୁ ଗଦା କରିଦେଲେ ଓ ହାତ ଯୋଡ଼ି କହିଲେ, ମହାରାଣା, ଏ ସମସ୍ତ ଧନ ଆପଣଙ୍କର। ମୁଁ ଓ ମୋ ବାପ ଅଜାମାନେ ଚିତ୍ତୋର ରାଜଦରବାରର କୃପାରୁ ଏହାକୁ ସଞ୍ଚୟ କରିଥିଲୁ। ଦୟାକରି ଆପଣ ଏହାକୁ ଗ୍ରହଣ କରନ୍ତୁ ଓ ଦେଶକୁ ଉଦ୍ଧାର କରନ୍ତୁ। ମହାରାଣା ପ୍ରତାପ ଭାମ ସାହାଙ୍କୁ ଆନନ୍ଦରେ କୁଣ୍ଢାଇ ପକାଇଲେ। ତାଙ୍କ ଆଖିରୁ ଅଶ୍ରୁଧାର ଝରି ଆସିଲା। ସେ କହିଲେ, ଲୋକେ ପ୍ରତାପକୁ ଦେଶର ଉଦ୍ଧାରକ କହୁଛନ୍ତି, କିନ୍ତୁ ଏହି ପବିତ୍ର ଭୂମିର ଉଦ୍ଧାର ତୁମରି ପରି ଉଦାର ପୁରୁଷଙ୍କ ଦ୍ୱାରା ହେବ। ଭାମ ସାହା, ତୁମେ ଧନ୍ୟ। ସେହି ଧନ ସାହାଯ୍ୟରେ ମହାରାଣା ପ୍ରତାପ ସୈନ୍ୟ ଏକତ୍ରିତ କଲେ ଓ ମୋଗଲ ସେନା ଉପରେ ଆକ୍ରମଣ କଲେ। ମୋଗଲ ଅଧିକୃତ ବହୁତ ଭୂମି ମହାରାଣା ପୁନଃ ଦଖଲ କଲେ ଏବଂ ଉଦୟପୁରରେ ନିଜର ରାଜଧାନୀ ସ୍ଥାପନ କଲେ। ରାଜପୁତନା ଇତିହାସରେ ମହାରାଣା ପ୍ରତାପଙ୍କ ବୀରତ୍ୱ ଯେପରି ପ୍ରସିଦ୍ଧ, ସେହିପରି ଭାମ ସାହାଙ୍କର ତ୍ୟାଗ ମଧ୍ୟ ପ୍ରସିଦ୍ଧ। ଏପରି ତ୍ୟାଗୀ ପୁରୁଷ ହିଁ ଦେଶର ଗୌରବ।